ଦଳ ସରକାରକୁ ଆସିଲା ସେତେବେଳେ ବିରୋଧ ଥିଲା କୋଉମାନଙ୍କୁ ଯୋଉ ପ୍ରଶାସନିକ ବ୍ୟବସ୍ଥାକୁ ଯୋଉ ବ୍ୟୁରୋକ୍ରାଟିକ ବ୍ୟବସ୍ଥାଟା ଓଡ଼ିଶାରେ ଡେଭଲପ ହେଇଯାଇଥିଲା ଯିଏକି ସମ୍ପୂର୍ଣ୍ଣ ଭାବେ ଶାସନ କଳକୁ ଅକ୍ତିଆର କରିକି ରଖିଥିଲା। ସେତେବେଳେ ଆପଣମାନେ ତୁମି ତୋଫାନ କଲେ, ଆପଣ ମଧ୍ୟ ଅନେକ ତଥ୍ୟ ପ୍ରଦାନ କରିଛନ୍ତି ଯେ ସେମାନେ କୋଉଠି ନା କୋଉଠି କରପସନରେ ଲିପ୍ତ ଅଛନ୍ତି, କୋଉଠି ନା କୋଉଠି ଅନେକ କାର୍ଯ୍ୟରେ ଲିପ୍ତ ଅଛନ୍ତି ଯୋଉଠିକି ପୂର୍ବ ସରକାରକୁ ସୁହାଇଲା ଭଳି। ଏବେ ମଧ୍ୟ ସେମାନେ ଅନାୟାସରେ ତାଙ୍କ ଫିଲ୍ଡରେ ବ୍ୟସ୍ତ। ଆପଣଙ୍କର 2 ବର୍ଷର ସରକାର ଆସିଗଲା, ଆପଣଙ୍କ ଦଳ ଏବେ ଗୋଟେ ଅଗ୍ରଣୀ ଦଳ ହେଇସାରିଲାଣି, ତଥାପି ତାଙ୍କ ଉପରେ କୌଣସି ଆକ୍ସନ ହେଲାନି। ଏହାଦ୍ୱାରା ଲୋକମାନେ ଆଗାମୀ ଦିନରେ ଆପଣଙ୍କୁ ଭରସା କରିବେ? ଦେଖନ୍ତୁ ଆକ୍ସନ ତ ହେଉଛି ଏବେ ଇତିମଧ୍ୟରେ ଯଦି ଆପଣ ଦେଖିବେ ପାଖାପାଖି 150ରୁ ଅଧିକ ଭିଜିଲାନ୍ସ କେସେସ୍ ଧରିଛି, ବହୁତ ଅଫିସରଙ୍କୁ ବାନ୍ଧିଛି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ହଉ, ଲାଞ୍ଚ ନେଲା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରିବା ହଉ, ଭିଜିଲାନ୍ସ ବହୁତ ଜାଗାରେ ଧରିଛି। ବାକି ବ୍ୟୁରୋକ୍ରାଟିକ ସିଷ୍ଟମ ଏବଂ ବ୍ୟୁରୋକ୍ରାଟିକ ବ୍ୟବସ୍ଥାଟା ଗଣତାନ୍ତ୍ରିକ ବ୍ୟବସ୍ଥାର ଗୋଟେ ସିଷ୍ଟମର ଗଭର୍ନାନ୍ସ ଗୋଟେ ପାର୍ଟ। କିନ୍ତୁ ପୂର୍ବ ସରକାର ସମୟରେ এই ব্ୟୁରୋକ୍ରାଟିକ ସିଷ୍ଟମଟା ପଲିଟିକାଲ ଏଷ୍ଟାବ୍ଲିଶମେଣ୍ଟ ବା ପଲିଟିକାଲ ସିଷ୍ଟମକୁ ଡୋମିନାନ୍ସ କରିଦେଉଥିଲା। ଏବେ ତା ସ୍ଥିତି ନାହିଁ। ଏବେ ମନ୍ତ୍ରୀମାନେ ଅଭିଯୋଗ ନେଉଛନ୍ତି, ଆଗରୁ ତ ଅଫିସର ଅଭିଯୋଗ ନେଉଥିଲେ, ବୁଲି ଅଭିଯୋଗ ନେଉଥିଲେ, ଏବେ ମନ୍ତ୍ରୀମାନେ ଅଭିଯୋଗ ଶୁଣୁଛନ୍ତି, ମନ୍ତ୍ରୀମାନେ ଏକ୍ଜିକ୍ୟୁଟ କରିବା ପାଇଁ ବ୍ୟୁରୋକ୍ରାଟକୁ ଦେଉଛନ୍ତି। ବ୍ୟୁରୋକ୍ରାଟ ସବୁବେଳେ ଆସିଷ୍ଟ କରିବା ଦରକାର ପଲିଟିକାଲ ସିଷ୍ଟମକୁ। ହଁ ଏବେ ବି କିଛି ଓଡ଼ିଶାରେ ବ୍ୟୁରୋକ୍ରାଟ ଅଛନ୍ତି ଯେଉଁମାନେ ଖଲଖଲ ହେଉଛନ୍ତି, ଯେଉଁମାନେ ଭାବୁଛନ୍ତି ଏବେ ବି ଯେ ମନ୍ତ୍ରୀମାନେ ପୂର୍ବାଭ୍ୟାସ ଯାଇନି, ମନ୍ତ୍ରୀମାନେ କିଛି ଜାଣିନାହାନ୍ତି। ଏବେ ବି ସେଇ ପୂର୍ବରୁ ଯେମିତି ଟଙ୍କା ରୋଜଗାର କରିବାର ଗୋଟେ ଲୋଭ ଥିଲା ଏବଂ ସେଇ ଯେଉଁ ସିଷ୍ଟମ ଯେଉଁ ସିମ୍ପଟମ୍ସଟା ତାଙ୍କର ଆଗରୁ ଥିଲା ଯେମିତି କରୁଥିଲେ, ଏବେ ବି ସେଟା ସେମାନେ ଚଲେଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେଟା କେବେ ବି ସଫଳ ହେବ ନାହିଁ। ଏବଂ ବିଜେପି ଗୋଟେ ଷ୍ଟ୍ରଙ୍ଗ ପଲିଟିକାଲ ସିଷ୍ଟମରେ କାମ କରୁଥିବା ଦଳ, ଦଳର ବ୍ୟବସ୍ଥାଟା ଏବଂ ଦଳର ଆମେ ତ ମୂଳ ଲଢ଼େଇଟା 24 ନିର୍ବାଚନରେ କ'ଣ ଥିଲା, ଏ ଯେଉଁ ଅଗଣତାନ୍ତ୍ରିକ ପ୍ରକ୍ରିୟା ଯେଉଁଟା ନନ୍ ଡେମୋକ୍ରାଟିକ ୱେରେ ବ୍ୟୁରୋକ୍ରାଟିକ ସିଷ୍ଟମ ଓଡ଼ିଶାରେ ଚାଲୁଛି ତାକୁ ଆମେ ଶେଷ କରିବା। ତେଣୁ ଆମ ଲଢ଼େଇଟା ତ ସେଇ ଜାଗାରେ ଥିଲା। ଏବଂ ମୁଁ କେବେ ବି କହିବି ଜାଣେ ଯେ ସବୁ ବ୍ୟୁରୋକ୍ରାଟ ଖରାପ ବୋଲି, ବହୁତ ଭଲ ବ୍ୟୁରୋକ୍ରାଟ ମନ୍ତ୍ରୀମାନଙ୍କ ସାଙ୍ଗରେ ଟିମ୍ ଭଳି କାମ କରୁଛନ୍ତି, ଏମ୍ଏଲ୍ଏ ମାନଙ୍କ କଥା ଶୁଣୁଛନ୍ତି, ଚେୟାରମ୍ୟାନ୍ ମାନେ ସରପଞ୍ଚମାନଙ୍କ କଥା ଶୁଣୁଛନ୍ତି, ଭଲ ବ୍ୟୁରୋକ୍ରାଟ ଅଛନ୍ତି। କିଛି ବ୍ୟୁରୋକ୍ରାଟ ରହିଛନ୍ତି ଯେମିତି ସବୁ ଜାଗାରେ କିଛି ପଲିଟିକାଲ ଲୋକ ଖରାପ ଥାନ୍ତି, କିଛି ସାମ୍ବାଦିକ ଖରାପ ଥାନ୍ତି, କିଛି ଡାକ୍ତର ଖରାପ ଥାନ୍ତି, ସେମିତି କିଛି ବ୍ୟୁରୋକ୍ରାଟ ଖରାପ ଅଛନ୍ତି। ତେଣୁ ଆମର ଲଢ଼େଇଟା ସେ କିଛି ବ୍ୟୁରୋକ୍ରାଟ ବିରୁଦ୍ଧରେ। ଏବଂ କିଛି ବ୍ୟୁରୋକ୍ରାଟ ଏବେ ବି ସାମାଜିକ ତତ୍ତ୍ୱ ଯେଉଁମାନେ ସମାଜରେ ଯୋଉ ସବୁ ଜାଗାରେ ଥାନ୍ତି, ଯେଉଁମାନେ ପ୍ରତିଷ୍ଠିତ ଥାନ୍ତି ସମାଜର କାମ କରିବା ପାଇଁ, କିନ୍ତୁ ନିଜର ବ୍ୟକ୍ତିଗତ କାମ ସବୁବେଳେ କରିଥାନ୍ତି। ସେଇ ମାଇଣ୍ଡସେଟ୍ ଯେଉଁ ବ୍ୟୁରୋକ୍ରାଟ୍ସ ମାନେ ଅଛନ୍ତି ସେମାନଙ୍କ ପାଇଁ ମୁଁ ଭାବୁଛି ଗୋଟେ ସତର୍କ ଘଣ୍ଟି ବାଜି ସାରିଲାଣି। ଯଦି ସେମାନେ ନ ସୁଧରିବେ ହୁଏତ ସରକାର ସେମାନଙ୍କ କଥା ବୁଝିବେ ଏବଂ ସରକାର ମଧ୍ୟ କିଛି କିଛି এই দিগরে কাম আরম্ভ করছেন। কিন্তু মূল কথা হল যে এই যে ব্যুরোক্রাট আউ লেজিসলেটিভ সিস্টম এই দুইটাক প্যারালালি ন চালি দুইটি যাক মিলিত ভাবে চালিলে রাজ্যের উন্নতি হব। যে শুণু না সরকার সে ঠিক রাস্তা কাড়বে নিশ্চিত ভাবে। এবং ওড়িশার আজ যে আমি যা বিরোধে লোকଙ୍କର আক্রোশ লা, যে বিরোধে জনমত লা, তাকে সরকার বুঝিছেন এবং সরকার সেই দিকে কাম করছেন।